I am Damayanti. Welcome to my YouTube channel. ମୁଁ ଆଲୋଚନା କରୁଥିଲି ଆମର PG ସିଲାବସ୍ର ଫୋର୍ଥ ସେମିଷ୍ଟରରେ ଯେଉଁ ଅଛି ଦାକ୍ଷିଣାତ୍ୟ ଭ୍ରମଣ ଫେନୋପଞ୍ଚ ସମଭୂତ ହୋଇ ପାହାଡ଼ର ଚତୁର୍ଦିଗ ଶୁଭ୍ର ବସ୍ତ୍ରବେଷ୍ଟିତ ପରି ଦିଶେ। ଚିଲିକା ଲହରୀ ମାଳିକା ରେତିଗିରି ଉତ୍ଥିତ ଚଉଦିଗେ ନୀଳ ଚିଲିକା ବକ୍ଷ ତରଙ୍ଗାୟିତ। ଏ ବର୍ଣ୍ଣନାଟି ସର୍ବାଂଶରେ ସତ୍ୟ। ଚଢ଼େଇ ଗୁହା ଶୈଳଟି ଚିଲିକା ମଧ୍ୟରୁ ମର୍ମର ନିର୍ମିତ ଖଣ୍ଡ ଶୈଳ ପ୍ରାୟ ବାହାରେ ଥିବାର ଦିଶୁଥାଏ। ନୂତନ ରେଲ ମାର୍ଗ ଏବଂ ଚିଲିକାର ଦିଗ ବିସ୍ତାରୀ ବାରିଆସି ଦେଖି ଆମ୍ଭେମାନେ କ୍ରମଶଃ ଅଗ୍ରସର ହେଉଥିଲୁ। ଚିଲିକା ଅନନ୍ତ ରତ୍ନର ଆକାର ସ୍ୱରୂପ। ଏତେ ମତ୍ସ୍ୟ ଏବଂ ଏତେ ପକ୍ଷୀ ଭାରତରେ ଅନନ୍ତ ଦୁର୍ଲଭ। ପାରିକୁଦ ଅଞ୍ଚଳରେ ଏତେ ପକ୍ଷୀ ଯେ ସେମାନଙ୍କର ଉପଦ୍ରବରୁ ଶସ୍ୟକ୍ଷେତ୍ର ରକ୍ଷା କରିବା ସକାଶେ ରାତ୍ରରେ ପ୍ରହରୀ ନିଯୁକ୍ତ କରିବାର ଆବଶ୍ୟକ ହୁଏ। ଚିଲିକାର ଭବିଷ୍ୟତ ଭାବି ମୋହ ମନରେ ହର୍ଷ ବିଷାଦ ଜାତ ହେଲା। ନବାଗତ ରେଲ ଦ୍ୱାର ସମ୍ଭବତଃ ଚିଲିକା ଲବଣ ମତ୍ସ୍ୟ ଏବଂ ପକ୍ଷୀର ଗୋଟିଏ ପ୍ରଧାନ ବାଣିଜ୍ୟସ୍ଥଳୀ ହେବ ଏବଂ ଏହି ବାଣିଜ୍ୟ ସ୍ରୋତ ଭାରତର ଅତିକ୍ରମ କରି ଦେଶ ଦେଶାନ୍ତରକୁ ଯିବା ମାତ୍ର ଭାବି ଅନ୍ଧ। ବର୍ତ୍ତମାନ ସର୍ବସ୍ୱ ହିନ୍ଦୁମାନେ ଏହାଦ୍ୱାରା ଅଧିକ ଲାଭବାନ ହୋଇପାରିବେ କି? ମାତ୍ସନ୍ୟ ବ୍ୟୟ ଏହା କରିହେବ କି? ରେଲ ଆସି ତାହା ହିଁ ଏହା ମଧ୍ୟରେ ଶ୍ଵେତାଙ୍ଗମାନେ ଇତସ୍ତତ ଦେଖାଦେଇ ସ୍ଥାନ ଆବୋରି ବସିଲେଣି। ରେଲ ଆସିଲେ କି ନ ହେବ? ପାରିକୁଦର ରାଜା ଚିଲିକାର ଅଧିକାରୀ। ଲବଣ ଏବଂ ମତ୍ସ୍ୟବ ଏହି ଦୁଇ ଉପାୟରେ ଏହାଙ୍କର ଯଥେଷ୍ଟ ଆୟ ହୁଏ। ଏହି ହେତୁରୁ ପାରିକୁଦରେ ମଲେ କଉଡ଼ି ଏହି ପ୍ରବାଦ ଏ ଅଞ୍ଚଳରେ ବହୁ କାଳରୁ ପ୍ରଚଳିତ। ପାରିକୁଦର ଅଧିପତି ପୁଙ୍କରୁ ସତର୍କ ହେଲେ ନବାଗତ ରେଲ ଦ୍ୱାରା ସମଧିକ ଲାଭବାନ ହୋଇପାରିବେ। କଟକରୁ 24 ମାଇଲରେ ଛତ୍ରଗଡ଼ ଘାଟି ଏବଂ ଗ୍ରାମ। ଏହି ସ୍ଥାନ ହିଁ ଓଡ଼ିଶା ଏବଂ ମାନ୍ଦ୍ରାଜ ବିଭାଗର ସଂଯୋଗସ୍ଥଳ। ଏହି କ୍ଷୁଦ୍ର ପଲ୍ଲୀ ପର୍ବତର ପାଦଦେଶରେ ଅବସ୍ଥିତ ଏବଂ ପଲ୍ଲୀସ୍ଥ କୁଟୀରଗୁଡ଼ିକର ମଶ୍ରୟ ପ୍ରାଚୀର ମାତ୍ର। ଗୌରିକ ବର୍ଣ୍ଣରେ ରଞ୍ଜିତ। ଜଣ ଦୁଇ କର ଦୁଇ ଏକ ଶକ୍ତି। କୁଟୀର ସମ୍ମୁଖରେ ଅନତି ବୃହତ୍ ପ୍ରାଙ୍ଗଣରେ ବାଇଗଣ ଏବଂ କଖାରୁ ଗଛର 2-4ଟି ନିଦର୍ଶନ। କ୍ଷୁଦ୍ର ବାଳକ ବାଳିକାଗଣଙ୍କର କୋଳାହଳରେ ଗୃହ ପ୍ରାଙ୍ଗଣ ପବିତ୍ର ଶାନ୍ତ ଏବଂ ପ୍ରଫୁଲ୍ଲ। ତା ଏଠାରେ ପୂର୍ଣ୍ଣ ମାତ୍ରାରେ ବିରାଜିତ। ଏହି
ସ୍ୱଳ୍ପ ତୁଷ୍ଟ ଦରିଦ୍ର ଗଣଙ୍କୁ ଦୂରକାଂକ୍ଷତା ଏବଂ ଐଶ୍ୱର୍ଯ୍ୟର ଦାମ୍ଭିକତା ସ୍ପର୍ଶ କରିନାହିଁ। ଏହି ବିମିତ ଏମାନଙ୍କର ଜୀବନ ନିରୀହ ଏବଂ ଶାନ୍ତିମୟ। ଏହିଠାରୁ ସ୍ୱଦେଶ ପରିତ୍ୟାଗ କରି ସମ୍ପୂର୍ଣ୍ଣ ଅପରିଚିତ ବିଦେଶରେ ପଦାର୍ପଣ କଲି। ଏହିଠାରୁ ମାର୍ଗ ଅତି କଦର୍ଯ୍ୟବୋଧ ହେଲା। ପୂର୍ତ୍ତ ବିଭାଗୀୟ କର୍ମଚାରୀମାନଙ୍କ ଏହିସବୁ ସ୍ଥାନ ପ୍ରତି ଆଦୌ ଦୃଷ୍ଟି ନାହିଁ ବୋଲି ଅନୁଭୂତ ହୁଏ। ଦୁଇ ପାର୍ଶ୍ୱରେ ବୃହତ୍ ଜଙ୍ଗଲ। ଏଠାରୁ ବୃହତ୍ତର 42 ମାଇଲ ବାଟ। ମାନ୍ଦ୍ରାଜ ପ୍ରେସିଡେନ୍ସି ମଧ୍ୟସ୍ଥ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ। ଏହା ଖଲିକୋଟ ରାଜ୍ୟ। ଗଞ୍ଜାମ ଜିଲ୍ଲାର ପରିମାଣ 8369 ବର୍ଗମାଇଲ। ଲୋକ ସଂଖ୍ୟା 18,968 ଏବଂ ଗ୍ରାମ ସଂଖ୍ୟା 6937। ଖଲିକୋଟ ରାଜବଂଶ ଦକ୍ଷିଣାୟକୁ ଲମ୍ବୁଦହ ବୋଲି ପ୍ରସିଦ୍ଧ। ପ୍ରବାଦ ଅଛି ଯେ ଜୟପୁର ରାଜବଂଶୀୟ ଏକ ବ୍ୟକ୍ତି ଜଗନ୍ନାଥ ଦର୍ଶନୋପଲକ୍ଷରେ ଆସି ପ୍ରଥମେ ଗୋଟିଏ ସାମାନ୍ୟ ପାର୍ବତ୍ୟ ଭୂମି ଅଧିକାର କରିଥିଲେ। କ୍ରମଶଃ ଏହି ଭୂମିର ଅନ୍ୟ ପାର୍ଶ୍ୱସ୍ଥ ଭୂମିଖଣ୍ଡ ହସ୍ତଗତ କରି ବିସ୍ତୃତ ରାଜ୍ୟର ଅଧିପତି ହେଲେ। ଷୋଡ଼ାକାଶୋଚିତ ବ୍ୟବହାରୋପଯୋଗୀ ଶାଳପତ୍ରକୁ ଖଲି କହନ୍ତି। ଖଲି ଯେପରି ଖଣ୍ଡ ହୋଇ ଥିବ ହୁଏ ବର୍ତ୍ତମାନ ରାଜ୍ୟ ମଧ୍ୟ ତଦନୁରୂପ ଖଣ୍ଡ ହୋଇ ମିଳିତ ହେବାରୁ ରାଜ୍ୟର ନାମ ଖଲିକୋଟ ହୋଇଅଛି। କୋଟ ଶବ୍ଦ ସମ୍ଭବତଃ ସଂସ୍କୃତ କୋଟୋ ଶବ୍ଦର ଅପଭ୍ରଂଶ। ପୂର୍ବେ ଏ ରାଜ୍ୟଟି ଉତ୍କଳ ସମ୍ରାଟଙ୍କ ଅଧୀନ ଥିଲା। ଏଥିପାଇଁ ରାଜାଙ୍କ ରୀତିନୀତି ପ୍ରତ୍ୟେକଟି ଓଡ଼ିଶା ରୀତିନୀତିର ଅନୁରୂପ। ରାଜକାର୍ଯ୍ୟ ମଧ୍ୟ ଓଡ଼ିଆ ଭାଷାରେ ନିର୍ବାହିତ ହୁଏ। ହେଲେ ଏହି ଜିଲ୍ଲାର ଇଂରେଜ ରାଜକାର୍ଯ୍ୟାଳୟମାନଙ୍କର ଭାଷା ତୈଲଙ୍ଗ ହେବାରୁ ରାଜାଙ୍କର ଗୋଟିଏ ତୈଲଙ୍ଗ ଶିରସ୍ତ ମଧ୍ୟ ଅଛି। ଲଙ୍ଗଳେଶ୍ୱର ଗ୍ରାମଟି ଏହି ସଡ଼କରେ ଛତ୍ରଗଡ଼ ଘାଟିଠାରୁ ମାଇଲରେ ଅବସ୍ଥିତ ଏବଂ ଏହା ହିଁ ମାନ୍ଦ୍ରାଜ ପ୍ରେସିଡେନ୍ସି ସଂଘ ପ୍ରଥମ ଗ୍ରାମ। ଗ୍ରାମଟି ଏଡ଼େ ଅପରିଷ୍କାର ଯେ ଓଡ଼ିଶାର କୌଣସି ଗ୍ରାମ ଆବର୍ଜନାଦିରେ ଏହା ସଙ୍ଗେ ଜଡ଼ିତ ହୋଇ ନପାରେ। ଏହାପରେ ବିଚିପଟ ଏ ଗ୍ରାମଟି ମଧ୍ୟ ଉକ୍ତ ଗ୍ରାମର ସମଧର୍ମୀ। ଅପରାହ୍ନ ଘଟିକା 5
ଟିକା ସମୟରେ ଆମ୍ଭେମାନେ ପଣ୍ଡିତ ଗ୍ରାମ ଚଟିରେ ଉପସ୍ଥିତ ହେଲୁ। ଏହି ଚଟିରେ 3ରୁ 4ଟି ଅପରିପକ୍ୱତ ଦୋକାନ, ଗୋଟିଏ ଆଉଟପୋଷ୍ଟ ଏବଂ ଆଉଟପୋଷ୍ଟ ସଙ୍ଗେ ସମ୍ବଳିତ ତଥାକଥିତ ପୋଷ୍ଟ ଅଫିସ ଅଛି। ସ୍ଥାନଟି ଏତେ କଦର୍ଯ୍ୟ ଯେ ମକ୍ଷିକା ଦଂଶ, ମଶକ ପ୍ରଭୃତିର ନିତ୍ୟ ଲୀଳାଭୂମି ହୋଇଅଛି। ଏ ସ୍ଥାନରୁ ଚିଲିକା 1/2 ମାଇଲ ବ୍ୟବଧାନରେ। ଏହିଠାରେ ଆମ୍ଭେମାନେ ରାତ୍ରଯାପନ ମାନସ କରି 2 ଗୋଟି ଘର ରଡ଼ା କରି ରହିଲୁ। ଚଟିର ଏହି ଘରଦ୍ୱୟ ବର୍ଣ୍ଣନାଯୋଗ୍ୟ। ଓଡ଼ିଶାରେ ଏଭଳି ଚଟିଘର ସୌଭାଗ୍ୟକ୍ରମେ ଦୁର୍ଲଭ। ପ୍ରତ୍ୟେକ ଘରର ଦୈର୍ଘ୍ୟ ପ୍ରାୟ 5 ଫୁଟ ଏବଂ ପ୍ରସ୍ଥ 3 ଫୁଟ ଅଧିକ ହେବ ନାହିଁ ଏବଂ ଏଡ଼େ ଅପରିଷ୍କୃତ ଯେ କୁକୁର ରହିବାକୁ ସୁଦ୍ଧା ଶଙ୍କା କରିବ। ମୋହର ପିତା ମହାଶୟ ଲକ୍ଷ୍ନୌ ନଗରରେ ବସାର ଅନୁସନ୍ଧାନ କରୁ ଗୋଟିଏ ସର୍ପଚିଲ ପୁଣି ଘର ଦେଖି ସେଠାରୁ ଅନ୍ୟତ୍ର ଯିବାର ସଂକଳ୍ପ କରିବା ସମୟରେ ସେହି ଗୃହର ସ୍ୱାମୀ ତାଙ୍କୁ ସାଦର ସମ୍ଭାଷଣ ପୂର୍ବକ କହିଲେ, "ମୋତେ ସେ ରହିଏ ସାହେବ ସନ୍ଧବା ହେବାରୁ ଆମ୍ଭେମାନେ ଅଗତ୍ୟା ଏହିଠାରେ ମଶକ ଦଂଶନରେ ମକ୍କେସେ ରାତି ଯାପନ କଲୁ। ଏଠାରେ ଚର୍ଯ୍ୟ ଭୟର ମଧ୍ୟ ଅଭାବ ନାହିଁ। ଚୋର 25/7/95 ବୃହସ୍ପତିବାର ଅତି ପ୍ରତ୍ୟୁଷରୁ ଆମ୍ଭେମାନେ ପ୍ରାତଃକୃତ୍ୟ ସମାପନ୍ତେ ପ୍ରସ୍ଥାନ କଲୁ। 1 ମାଇଲ ପରେ ସଡ଼କର ଦକ୍ଷିଣ ପାର୍ଶ୍ୱରେ ଖଲିକୋଟ ରାଜଧାନୀକୁ ଏକ ଶାଖା ବର୍ତ୍ତିଯାଇଛି। 1 ବର୍ଷ ପୂର୍ବେ ଏହି ରାଜଧାନୀ ଦେଖିଥିଲି, କିନ୍ତୁ ବର୍ତ୍ତମାନ ତାହା ଦେଖିବାର ସୁବିଧା ହେଲା ନାହିଁ। ରାଜଧାନୀଟି ଅତି ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନରେ ଅବସ୍ଥିତ। ଚତୁର୍ଦିଗରେ ପର୍ବତମାଳା ସତେ ଯେମନ୍ତ କି ଶତ୍ରୁ ପ୍ରବେଶର କୌଣସି ପନ୍ଥା ନାହିଁ। ରାଜାଙ୍କ ଆବାସ ରାଜଧାନୀର ପ୍ରାନ୍ତଭାଗରେ ଏବଂ ସୌଧ ଉପରେ ଇଂରେଜ ପତାକା ଉଡ୍ଡୀୟମାନ। ଉକ୍ତ ସୌଧର କିଞ୍ଚିତ୍ ଦୂରରେ ଦେବମନ୍ଦିର। ଏ ମନ୍ଦିରଟି ଅତି ବୃହତ୍ ଏବଂ ସିଂହଦ୍ୱାର, ମଖଶାଳା, ନାଟ ମନ୍ଦିର ପ୍ରଭୃତି ମଧ୍ୟ ଏହାର ଶ୍ରୀ ସମ୍ପାଦନ କରୁଛି। ଏତଦ୍ ଭିନ୍ନ ଟେଲିଗ୍ରାଫ ଅଫିସ, ପୋଷ୍ଟ ଅଫିସ, ଥାନା ପ୍ରଭୃତି ରାଜ୍ୟ ଶାସନର କେତେକ ଆବଶ୍ୟକୀୟ ଗୃହ ମଧ୍ୟ ଅଛି। ବଡ଼ଦାଣ୍ଡ ନାମକ ପ୍ରଶସ୍ତ ରଥ ବା ରାଜଧାନୀର ଅଦ୍ୟନ୍ତ ପଦାପି। ଏଥିରେ ଆଷାଢ଼ ମାସରେ ରଥ ଚାଲେ। ରାଜଧାନୀର ଅପର ପାର୍ଶ୍ୱରେ ପ୍ରାୟ 1 ମାଇଲ ବ୍ୟବଧାନରେ ନିର୍ମଳ
ଝର ନାମକ ଗୋଟିଏ କ୍ଷୁଦ୍ର ନିର୍ଝରଣୀ ଅଛି। ଏହି ସ୍ଥାନଟି ବାସ୍ତବିକ ମନମୁଗ୍ଧକର। ଏହି ରାଜାଙ୍କର ଅଧୀନରେ 2ଟି ରାଜ୍ୟ ଅବସ୍ଥିତ, ଖଲିକୋଟ ଏବଂ ଆଠଗଡ଼। କବି ସୂର୍ଯ୍ୟ ବଳଭଦ୍ର ରଥଙ୍କର ଅମର ଲେଖନୀ ଦ୍ୱାରା ଯେଉଁ ଆଠଗଡ଼ ଓଡ଼ିଶାରେ ପ୍ରସିଦ୍ଧି ଲଭିଥିଲା, ସେହି ଆଠଗଡ଼। ଆଠଗଡ଼ ରାଜ୍ୟ ନିରାମରୀକୃତ ହୋଇଥିଲା। ସୁତରାଂ ଉଭୟ ରାଜ୍ୟର ଆୟ ସ୍ୱରୂପ ରାଜା ମହୋଦୟ ବାର୍ଷିକ ପ୍ରାୟ 3 ଲକ୍ଷ ଟଙ୍କା ପ୍ରାପ୍ତ ହୁଅନ୍ତି। ସୂର୍ଯ୍ୟୋଦୟର ଅବ୍ୟବହିତ ପୂର୍ବେ ଆମ୍ଭେମାନେ ହରିଡ଼ାମୂଳ ଘାଟର ପାଦଦେଶରେ ଉପସ୍ଥିତ ହେଲୁ। ଏହି ଚିରିଶଙ୍କକ ଅତିକ୍ରମ କରି ମାନ୍ଦ୍ରାଜରୁ ବ୍ରିଟିଶ ଦଳବଳ ପ୍ରଥମେ ଉତ୍କଳରେ ପ୍ରବିଷ୍ଟ ହୋଇଥିଲେ। ଆପାତତଃ ଦୃଷ୍ଟିରେ ଏହି ଗିରିପଥ ସକାଶେ ଉତ୍କଳ ସମ୍ରାଟଙ୍କର ସର୍ବନାଶ ସଂଘଟିତ ହୋଇଥିଲା। ଇଂରେଜମାନଙ୍କର ଉତ୍କଳ ପ୍ରବେଶର ପୂର୍ବେ ମହାରାଷ୍ଟ୍ରମାନଙ୍କର ଓଡ଼ିଶାର କେତେକାଂଶରେ ଆଧିପତ୍ୟ ଥିଲା, ଅପରାଂଶ ଉତ୍କଳାଧିପତିଙ୍କ ଶାସନାଧୀନ ଥିଲା। ପ୍ରଥମତଃ ଉତ୍କଳ ସମ୍ରାଟଙ୍କୁ ବ୍ରିଟିଶ କର୍ତ୍ତୃପକ୍ଷମାନେ ଏହି ନିୟମରେ ଆବଦ୍ଧ କଲେ ଯେ ଏମାନେ ମାନ୍ଦ୍ରାଜରୁ ଉତ୍କଳରେ ପ୍ରବିଷ୍ଟ ହୋଇ ମହାରାଷ୍ଟ୍ରକୁ ତଡ଼ିଦେବେ। ଏହି ସକାଶେ ସମ୍ରାଟ ଚିରିଶଙ୍କକଙ୍କର ପଥ ଛାଡ଼ି ଦେଇ ଅନଭ୍ୟ ସୁଗମ ପଥ ଦେଖାଇ ଦେବେ ଏବଂ ଯଥାସାଧ୍ୟ ସୈନ୍ୟ ସାହାଯ୍ୟ କରିବେ। ଏହି ଚୁକ୍ତି ପରେ ସମ୍ରାଟଙ୍କ କାଳପ୍ରାପ୍ତି ହେଲା। ଅପ୍ରାପ୍ତ ବ୍ୟବହାର ପୁତ୍ର ରାଜ୍ୟର ଅଧିକାରୀ ହେଲେ। ସୁତରାଂ ମନ୍ତ୍ରୀମାନଙ୍କ ଦ୍ୱାରା ରାଜକାର୍ଯ୍ୟ ନିକାନ୍ତ ହେଉଥିଲା। ଇତ୍ୟବସରରେ ବ୍ରିଟିଶ କର୍ତ୍ତୃପକ୍ଷ ସମ୍ରାଟଙ୍କ ସହିତ ଚୁକ୍ତି ଅନୁସାରେ ସାହାଯ୍ୟ ପ୍ରାର୍ଥନା କଲେ। ମନ୍ତ୍ରୀମାନେ ନାବାଳକ ରାଜପୁତ୍ର ଏବଂ ରାଜ୍ଞୀଙ୍କୁ ବୁଝାଇ ଦେଲେ ଯେ ଫିରିଙ୍ଗିକୁ ବାଟ ଛାଡ଼ିଦେଲେ ଭବିଷ୍ୟତରେ ଆମ୍ଭମାନଙ୍କର ଅଧିକାର ଗ୍ରାସ କରିବେ। ଅତଏବ ସେମାନଙ୍କୁ ଉତ୍କଳରେ ପ୍ରବେଶ କରିବାକୁ ନ ଦେଇ ଯୁଦ୍ଧ କରିବା ହିଁ ଶ୍ରେୟ। ଅପ୍ରାପ୍ତ ବୟସ୍କ ସମ୍ରାଟ ମନ୍ତ୍ରୀମାନଙ୍କର ମନ୍ତ୍ରଣା ଉପରେ ନିର୍ଭର କରି ଇଂରେଜ ସୈନ୍ୟ ସହିତ ଯୁଦ୍ଧରେ ପ୍ରବୃତ୍ତ ହୋଇ ପରିଣାମରେ ସର୍ବସ୍ୱ ହରାଇଲେ। ଆମ୍ଭେମାନେ ଏହି ଗିରିଶଙ୍କଟ ଉପରେ ଆରୋହଣ କଲୁ। ଏଠାରେ ସଡ଼କ ଯେପରି ଭାବରେ ନିର୍ମିତ, ସେଥିରେ ଗୋଟିକ ନିରାପଦରେ ଯିବାର ପ୍ରାୟ ଅସମ୍ଭବ। ସୁତରାଂ ବଳଦ ଫିଟାଇ ଶକଟ ଚକ୍ରରେ କାଠ କାନ୍ଧି 3ରୁ 4 ଜଣ ଧୀରେ 2 ଉଠାଇ ନେଲେ। ଏହା ଉପରୁ ଚିଲିକାର ଦୃଶ୍ୟ ସହିତ
ଅନ୍ୟ କୌଣସି ସ୍ଥାନର ଚିଲିକାର ଦୃଶ୍ୟ ତୁଳନୀୟ ନୁହେଁ। ପାରିକୁଦ ରାଜାଙ୍କ ସୌଧ ମାଳା ସୂର୍ଯ୍ୟରଶ୍ମିରେ ପ୍ରତିଭାତ ହୋଇ ଐଶ୍ୱର୍ଯ୍ୟଙ୍କ ସୌନ୍ଦର୍ଯ୍ୟ ଧାରଣ କରିଥିବାର ଦେଖିଲି। ଗିରିଶକଟ ଅତିକ୍ରମ କରି ସଙ୍କଟର ଅପର ପାର୍ଶ୍ୱରେ ମଧ୍ୟ ପ୍ରକୃତିର ଅପୂର୍ବ ଶୋଭା ଦେଖିଲି। ଚାରିଆଡ଼େ ଖଲିକଟ ରାଜ୍ୟର ନିବିଡ଼ ବନ ଶୋଭିତ ପର୍ବତମାଳା ବେଷ୍ଟନ କରି ରହିଛି। ବୋଧ ହେଲା ଆଉ ଯେମନ୍ତ ବାଟ ନାହିଁ, ଏହିଠାରେ ଶେଷ। ଏହି ଘାଟ ଉପରୁ ଦୃଶ୍ୟଟି ପଥିକର ମନରେ ହଠାତ୍ ଭୟ ଜାତ କରାଇଦିଏ। ବାସ୍ତବ ଘାଟିର ଉପରି ଭାଗର ଉଭୟ ପାର୍ଶ୍ୱର ଦୃଶ୍ୟ କବି ଏବଂ ଭାବୁକମାନଙ୍କର ବର୍ଣ୍ଣନୀୟ ବିଷୟ ହରଣ ଉପଯୋଗୀ ସ୍ଥାନ। କ୍ରମଶଃ ଘୋର ଜଙ୍ଗଲ ମଧ୍ୟ ଦେଇ ମାର୍ଗ ଯାଇଅଛି। ସଡ଼କର ଦୁଇ ପାର୍ଶ୍ୱରେ କେବଳ ଅରଣ୍ୟ ବ୍ୟତୀତ ଅନ୍ୟ କୌଣସି ବସ୍ତୁ ପ୍ରାୟ ଦୃଷ୍ଟିଗୋଚର ହୁଏ ନାହିଁ। କେବଳ କେତେକଙ୍କ ପର୍ବତର ଉପରେ ଏବଂ ମଧ୍ୟଭାଗରେ ଯେଉଁ ଜଙ୍ଗଲ କଟା ହୋଇ ତୈଳ ପ୍ରସ୍ତୁତ ହୋଇଅଛି, ତାହା ଅତିଶୟ ଚିତ୍ତାକର୍ଷକ ହୋଇଥିଲା। ସମଗ୍ର ଲୋଚନର ଗାତ୍ରସ୍ଥିତ ଚକ୍ଷୁସମୂହ ପରି ବିଶାଳ ପର୍ବତ ଗାତ୍ରରେ ଚକ୍ରାକାର ହରିଦ୍ବର୍ଣ୍ଣ ସ୍ଥାନଗୁଡ଼ିକ ଆମ୍ଭମାନଙ୍କର ଚକ୍ଷୁ ସମ୍ମୁଖରେ ପ୍ରତିଫଳିତ ହେଉଥିଲା। ପୂର୍ବାହ୍ନ ଘଟିକା 9ଟା ସରିକି ଆମ୍ଭେମାନେ ରମ୍ଭାରେ ପହଞ୍ଚିଲୁ। ରମ୍ଭା ଗଞ୍ଜାମ ଜିଲ୍ଲାର ଗୋଟିଏ ପ୍ରସିଦ୍ଧ ବାଣିଜ୍ୟସ୍ଥଳୀ। ଏହା ଚିଲିକା କୂଳସ୍ଥ କୋଠି ସକାଶେ ବିଖ୍ୟାତ, କିନ୍ତୁ ସ୍ଥାନଟି ଅନ୍ୟାନ୍ୟ ସ୍ଥାନ ସମୂହ ପରି ଅପରିଷ୍କାର। ବର୍ତ୍ତମାନ ଏହି ପର୍ଯ୍ୟନ୍ତ ରେଲବାଟ ପ୍ରସ୍ତୁତ ହୋଇଅଛି। ଯାତ୍ରୀମାନଙ୍କର ସକାଶେ ଲୌହ ଶକଟ ଯାତାୟାତ କରୁନାହିଁ। ଜିନିଷଦି ପାଇଁ ମାଲଗାଡ଼ି ଚାଲୁଛି। ଅବସାତ୍ର ରେଲଗାଡ଼ିର ବଂଶୀ ଧ୍ୱନି ହେବାରୁ ସ୍ଥାନୀୟ କେତେକ ଲୋକଙ୍କୁ ପଚାରିବାରେ ବୁଝିଲୁ ଯେ ଆଉ 1 ଘଣ୍ଟା ମଧ୍ୟରେ ଗାଡ଼ି ଛତ୍ରପୁର ଯିବ। ଶୁଣିଲା ମାତ୍ରେ ଆମ୍ଭେମାନେ ଆମ୍ଭମାନଙ୍କ ଜିନିଷପତ୍ର ସହିତ ଷ୍ଟେସନ ମାଷ୍ଟରଙ୍କ ସହିତ ରୀତିମତ ବନ୍ଦୋବସ୍ତ କରି ଗୋଟିଏ ମାଲଗାଡ଼ିରେ ଆରୋହଣ କଲୁ। ଏହିଠାରେ ଆମ୍ଭମାନଙ୍କର ଚିର ପରିବର୍ତ୍ତିତ ଗଣକୋଟକୁ ଦୁଃଖିତାକରଣରେ ବିଦାୟ ଦେବାକୁ ହେଲା। ମଧ୍ୟପାହ ପରେ ବଂଶୀଧ୍ୱନି ସହିତ ରେଲଗାଡ଼ି ଚାଲିଲା। କ୍ରମଶଃ ପାହାଡ଼, ଶସ୍ୟକ୍ଷେତ୍ର, ଗିରିନଦୀ ଓ ପଲ୍ଲୀ ପ୍ରଭୃତି ପଶ୍ଚାତରେ ରଖି ଗାଡ଼ି
ତୀବ୍ର ବେଗରେ ପ୍ରଭାବିତ ହେଲା। ଯେଉଁମାନେ କେବେ ହେଲେ ରେଳଗାଡ଼ି ଦେଖି ନାହାନ୍ତି ତାଙ୍କୁ ଅବଶ୍ୟ ଏହା ଅଭୂତ ପଦାର୍ଥ। ସୁତରାଂ ରେଳ ବାଟର ଉଭୟ ପାର୍ଶ୍ୱରେ ଅନେକ ସ୍ତ୍ରୀ ପୁରୁଷ ଏକତ୍ରିତ ହୋଇ ବିସ୍ମିତ ନୟନରେ ଅନାଇ ରହିଥାନ୍ତି। କୃଷକ କ୍ଷେତ୍ରରେ କାର୍ଯ୍ୟ କରୁଅଛି। ହଠାତ୍ କନ୍ନିରେ ଖର୍ଖର ଧ୍ୱନି ପ୍ରବେଶ ହେଲା ମାତ୍ରେ ନିଜ କାର୍ଯ୍ୟ ଛାଡ଼ି ରେଳ ଲାଇନ ପର୍ଯ୍ୟନ୍ତ ଦୌଡ଼ି ଆସେ। ଶ୍ରୀମନ୍ତୀଜୀମାନେ ଗାଧୋଇବା ସମୟରେ ଦୂରରୁ ଏହି ବଜ୍ରଧ୍ୱନି ଶୁଣିଲା ମାତ୍ରେ ପୋଖରୀ ତୁଠରୁ ପଲକ ଶୂନ୍ୟରେ ଚାହିଁ ରହନ୍ତି। ବାଳକମାନେ ଗୋଚାରଣରେ ନିଯୁକ୍ତ। ଏହି ସମୟରେ ରେଳ ଆସିଲା। ହଠାତ୍ ପଶୁଗୁଡ଼ିକୁ ଛାଡ଼ି ଗାଡ଼ି ଦେଖିବାକୁ ଦୌଡ଼ିଲେ। ପୁଣି ଯେଉଁ ରେଳ ଶବ୍ଦ ଦ୍ୱାରା ସେମାନେ ଆକୃଷ୍ଟ ହେଲେ, ସେହି ଶବ୍ଦ ସେମାନଙ୍କର ରକ୍ଷିତ ପଶୁମାନଙ୍କୁ ବିପ୍ରକୃଷ୍ଟ କରାଇଦେଲା। ଭୀତ ହୋଇ ଶୃଙ୍ଗତଳ ପୂର୍ବକ ସେମାନେ ବିପରୀତ ଦିଗକୁ ପ୍ରଧାବିତ ହେଲେ। ଏଣେ କୌତୂହଳ ତେଣେ ଉଦ୍ବେଗ ଉଭୟତଃ ଆକୃଷ୍ଟ ହୋଇ ଦରିଦ୍ର ଶିଶୁଗୁଡ଼ିକ ନିଶ୍ଚଳ ପ୍ରତୀୟମାନ ହେଉଥିଲେ। ଆଉ ଅଳ୍ପ ଦିନ ମଧ୍ୟରେ ମଧ୍ୟ ଓଡ଼ିଶାର ପ୍ରଥମ ରେଳଗାଡ଼ି ଦେଖିବାର ଦୃଶ୍ୟ ସ୍ପୃହା ଏହି ରୂପେ ମେଣ୍ଟିବ। ହୁମା ନାମକ କ୍ଷୁଦ୍ର ଷ୍ଟେସନରେ କୌଣସି ବିଶେଷ କାର୍ଯ୍ୟ ସକାଶେ ଗାଡ଼ି ରହିଲା। ଏହି ସ୍ଥାନରୁ ହୁମା ରାଜାଙ୍କ ନଅର ପୋଷ୍ଟ ଦିଶେ। କିଛି କ୍ଷଣ ଉତ୍ତାରୁ ପୁନଶ୍ଚ ଗାଡ଼ି ଚାଲିଲା। 2 ମାଇଲ ଉତ୍ତାରୁ ପୌରାଣିକ ଋଷିକୁଲ୍ୟା ନଦୀର ଉପର କାଣ୍ଡ ସେତୁ। ସେତୁର ଆରମ୍ଭରେ ଗଞ୍ଜାମ ଷ୍ଟେସନ। ଏହା ଗୋଟିଏ କ୍ଷୁଦ୍ର ସହର ପରି। ସେତୁ ଉପରେ ଗାଡ଼ି ଚାଲିଲା ବେଳେ ଲୌହ ଚକ୍ରର ଖର୍ଖର ଧ୍ୱନିରେ ଆମ୍ଭମାନଙ୍କ ଶ୍ରବଣେନ୍ଦ୍ରିୟ ବଧିର ପ୍ରାୟ ବୋଧ ହେଲା। ପ୍ରାୟ ଅପରାହ୍ନ ଘଟିକା 1ଟା ସମୟରେ ଆମ୍ଭେମାନେ ଛତ୍ରପୁର ଷ୍ଟେସନରେ ଉପସ୍ଥିତ ହେଲୁ। ରମ୍ଭା ନିବାସୀ ବାବୁ ଶ୍ରୀଯୁକ୍ତ ଗୋପୀନାଥ କାର୍ଯ୍ୟ ମହୋଦୟ ରମ୍ଭାଠାରୁ ଏ ପର୍ଯ୍ୟନ୍ତ ଆମ୍ଭମାନଙ୍କର ସହଯାତ୍ରୀ ହୋଇଥିଲେ। ଆମ୍ଭେମାନେ ଏସବୁ ସ୍ଥାନରେ ସମ୍ପୂର୍ଣ୍ଣ ଅପରିଚିତ। କାର୍ଯ୍ୟ ମହାଶୟ ସଦୟ ହୋଇ ଆମ୍ଭମାନଙ୍କ ସକାଶେ ଗୋଟିଏ ବସା କରି ଦେଲେ। ଆମ୍ଭେମାନେ ତାହାଙ୍କର ଏ ଅନୁଗ୍ରହ ଲୋଭି ନ ଥିଲେ ଅତି କଷ୍ଟରେ ପଡ଼ିଥାନ୍ତୁ। ଛତ୍ରପୁର ସହରଟି କ୍ଷୁଦ୍ର ହେଲେ ହେଁ ଦେଖିବାକୁ ଅତି ପରିଷ୍କାର। ଏଠାରେ ମାନ୍ଦ୍ରାଜ ପଦାତି ସେନାଭୁକ୍ତ ଏକ ଦଳ ସିପାହୀ ଅଛନ୍ତି। ମାନ୍ଦ୍ରାଜ ପ୍ରେସିଡେନ୍ସିର ଅନ୍ତର୍ଗତ ପ୍ରତ୍ୟେକ ସହରରେ ପ୍ରାୟ ଏହିପରି ରେଜିମେଣ୍ଟ ଥାନ୍ତି। ଏତଦ୍ ଭିନ୍ନ କଚେରୀ, ପୋଷ୍ଟ ଅଫିସ, ଟେଲିଗ୍ରାଫ ଅଫିସର ପ୍ରଭୃତି ଅଛି। ଏଠାରେ ବର୍ତ୍ତମାନ ନାବାଳକ ରାଜାମାନଙ୍କ ନିମନ୍ତେ ଏକ ସ୍କୁଲ ହେବା ପ୍ରସ୍ତାବ ହେଇ
ଗୃହ ନିର୍ମାଣ କାର୍ଯ୍ୟ ଲାଗିଅଛି। ସମ୍ଭବତଃ ଅତ୍ୟସ୍କ ଦିନ ମଧ୍ୟରେ ଏହା କାର୍ଯ୍ୟ ଆରମ୍ଭ ହେବ। ଗଞ୍ଜାମ ଜିଲ୍ଲାସ୍ଥ ସ୍କୁଲର ପୂଜନୀୟ ଶ୍ରୀଯୁକ୍ତ ବାବୁ ଭଗବତୀ ଚରଣ ଚାଟୁର୍ଯ୍ୟ ମହୋଦୟ ଏହାର ପ୍ରଧାନ ଶିକ୍ଷକ ରୂପେ ଅଧିଷ୍ଠିତ ହେବ। ମାନ୍ଦ୍ରାଜ ପ୍ରେସିଡେନ୍ସିର ପ୍ରତ୍ୟେକ ସହରର ଗୋଟିଏ ବିଶେଷତ୍ୱ ଏହି ଯେ ସହରର ମଧ୍ୟସ୍ଥ ପ୍ରସିଦ୍ଧ ରଥ ବାର ଉଭୟ ପାର୍ଶ୍ୱରେ କୃତକ ବୃକ୍ଷରାଜି ଶ୍ରେଣୀବଦ୍ଧ ରୂପେ ଆଚ୍ଛାଦିତ। ଫଳତଃ ଏହି ଅଞ୍ଚଳରେ ରାଜପୁରୁଷମାନଙ୍କର କୁଞ୍ଜ କୃଷି ଅନୁଷ୍ଠାନ ବିଷୟରେ ଯଥେଷ୍ଟ ଆସ୍ଥା ଥିବାର ବୋଧହୁଏ। ନାଗରିକ କୃତ୍ରିମତାରେ ପ୍ରକୃତିର କ୍ରୀଡ଼ନ ସ୍ୱରୂପ ଏହି ବୃକ୍ଷଗୁଡ଼ିକ ମିଶି ପ୍ରତ୍ୟେକ ନଗରର ଶୋଭା ବୃଦ୍ଧି କରେ ଏବଂ ଶାନ୍ତ ପାତ୍ରମାନଙ୍କର ସୁଶୀଳ ଛାୟାର ମଧ୍ୟ ଅଭାବ ନଥାଏ। ଛତ୍ରପୁର ସହରଟି ସମୁଦ୍ର ତୀରବର୍ତ୍ତୀ। ଆମ୍ଭେମାନେ ସନ୍ଧ୍ୟାର କିଛି କ୍ଷଣ ପୁଙ୍କେ ସେହି ଆଡ଼କୁ ଭ୍ରମଣ ଦେଶରେ ଗଲୁ। ଅନେକ ଦିନ ପରେ ଆମ୍ଭେମାନେ ସମୁଦ୍ର କଲ୍ଲୋଳ ଶୁଣିଲୁ ଏବଂ ସମୁଦ୍ର ଦିଗନ୍ତ କଦାପି ନୀଳିମା ଦେଖିଲୁ। ପର୍ବତାରୋହଣ ପରି ସମୁଦ୍ର ଦର୍ଶନ ମଧ୍ୟ ମନୁଷ୍ୟ ଜୀବନର ଗୋଟିଏ ପ୍ରଧାନ ଘଟଣା। ଉଭୟ ଘଟଣା ଜଗତର ବିରାଟତ୍ୱ ଉପର ଅସ୍କିର ଉପଯୋଗୀ ଅଟେ। ପୁଙ୍ଖେ ମୁଁ ଅନେକ ଥର ସମୁଦ୍ର ଦେଖିଥିଲି, ମାତ୍ର ଏହାର ନୂତନତା ଉପନୀତ ହେବାର ନୁହେଁ। ପୁଣି ସମୁଦ୍ର ଦେଖି ସ୍ତମ୍ଭୀଭୂତ ହୋଇ ରହିଲି। ଦୃଷ୍ଟିରେଖା ଚକ୍ରବାଳରେ ଅଟକିଲା ମାତ୍ର କଳ୍ପନା ଅନନ୍ତ ଦେଶରେ ବିଚରଣ କରିବାକୁ ଲାଗିଲା। ବାଲ୍ମୀକିଙ୍କ ଉତ୍ପେତ୍ୟ ନିଷ୍ପେତ୍ୟଶ୍ଚ ପ୍ରତ୍ୟୁଷ୍ଠା ଜଳନ ଶେଷ ଏହି ପଂକ୍ତିସ୍ଥିରେ ଉପନୀତ ହେଲା। ଭଲସେ ଦେଖାଯାଉନି, ଏତିକିରେ ସମାପ୍ତ କଲି।